नमस्कार। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ଯେ ଆରଟିଆଇ ଇମ୍ପ୍ଲିମେଣ୍ଟେସନ ପାଇଁ ଓଡ଼ିଶା ସରକାରଙ୍କ ଯୋଉ ରୁଲ ଅଛି ସେ ରୁଲର 6-7 ଉପରେ ଆମେ ଆଲୋଚନା କରିବା। ତେବେ ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। କାରଣ ଆପଣମାନଙ୍କର ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ଇନ୍ସପିରେସନ ଯୋଗାଉଛି ନୂଆ ନୂଆ ତଥ୍ୟ ନେଇକି ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଓଡ଼ିଶା ଆରଟିଆଇ ରୁଲ 2005ର ବା ଓଡ଼ିଶା ଆରଟିଆଇ ରୁଲ 2005ର ପଏଣ୍ଟ ନମ୍ବର 6 ଏବଂ 7ରେ କଣ କଣ ଲିଖିତ ଅଛି ତାର ଉପରେ ଆମେ ଆଲୋଚନା କରିବା। 7 ପ୍ରଥମେ କହୁଛି ଯେ ମେମୋରାଣ୍ଡମ ଅଫ ଅପିଲ। ଜଣେ ଯଦି ସିଟିଜେନ ଆମେ ସିଟିଜେନ ହିସାବରେ ଜାଣିବା ଦରକାର, ତେଣୁ ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର ଫାଷ୍ଟ ଆପ୍ଲିକେଟ ଅଥରିଟି ଏବଂ ସିଟିଜେନ ଏଇଟା ନିତାନ୍ତ ଜାଣିବା ଦରକାର ରୁଲ ଯେ ଆପଣଙ୍କର ଜଣେ ଆପ୍ଲିକାଣ୍ଟ ଫର୍ମ ଏ କରିଥିଲେ, ପିଆଇଙ୍କ ପାଖରେ ପିଆଇ ଯାହା ଇନଫର୍ମେସନ ଦେଲେ ସେଥିରେ ଡିସାଗ୍ରି ହେଇଗଲେ। ଡିସାଗ୍ରି ହେଇଗଲା ପରେ ସେ କଣ କରିବେ, ତାର ନେକ୍ସଟ ପ୍ରୋସିଜର ହେଲା যেটা হচ্ছে দ্বিতীয় প্রসিজর, যেটা কি আপনার সেকশন 19 ର ଉପସେକ୍ସନ 1 ପ୍ରକାରେ ସେ ଫାଷ୍ଟ ଅପିଲ କରିବେ ସେ କନସର୍ନ ଫାଷ୍ଟ ଆପିଲେଟ ଅଥରିଟିଙ୍କ ପାଖରେ, ଯୋଉଠି ଆପଣଙ୍କର ଇନଫର୍ମେସନ ମାଗିଥିଲେ, ଯୋଉ ଜାଗାରେ ଆପ୍ଲିକେସନ ଅଛି, ଯୋଉ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ପାଖରେ ଆପ୍ଲିକେସନ ଅଛି, ସେ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ପାଖରେ ଆପଣଙ୍କର ଫର୍ମ ଡି ଏବଂ କୋର୍ଟ ଫି ଷ୍ଟାମ୍ପ 20 ରୁପିସ ର ବର୍ତ୍ତମାନ ୟାର ପରିପ୍ରେକ୍ଷୀରେ କଣ ହେଇଯାଇଛି, କୋର୍ଟ ଫି ଷ୍ଟାମ୍ପ ସହିତ ଆଉ ଜୁଡିସିଆଲ ଷ୍ଟାମ୍ପ ପେପର ମଧ୍ୟ 20 ରୁପିସ ଦେଇପାରିବେ। ଆଗରୁ ଥିଲା ଆପଣଙ୍କର କେବଳ ଫିକ୍ସ ହେଇକି ଆପଣଙ୍କର ଯଦି ଫିଜିକାଲି ଦଉଛନ୍ତି ତାହେଲେ ଆପଣଙ୍କର 20 ଟଙ୍କାର କୋର୍ଟ ଫି ଷ୍ଟାମ୍ପ ଦେବାକୁ ପଡୁଥିଲା। ତା ବ୍ୟତୀତ ଅନ୍ୟ କୌଣସି ମୋଡ ଅଫ ପେମେଣ୍ଟ ନଥିଲା। କିନ୍ତୁ ବର୍ତ୍ତମାନ ମୋଡ ଅଫ ପେମେଣ୍ଟ ଆସିଗଲା କୋଉଟା ନା ଜୁଡିସିଆଲ ଷ୍ଟାମ୍ପ ପେପର 20 ଟଙ୍କା ମଧ୍ୟ ଚଳିବ, ଇଜ ଇକ୍ୱାଲେଣ୍ଟ ଟୁ ଷ୍ଟାମ୍ପ ପେପର 20 ରୁପିସ, ରାଇଟ। ତ ଜଣେ ଆপিଲାଣ୍ଟ ଯେତେବେଳେ ଅପିଲ କରୁଛନ୍ତି ଫାଷ୍ଟ ଆপিଲେଟ ଅଥରିଟିଙ୍କ ପାଖରେ, ତାହେଲେ ସେ କଣ କରିବାକୁ ପଡିବ, କୋର୍ଟ ଫି ଷ୍ଟାମ୍ପ 20 ରୁପିସ ବା ଜୁଡିସିଆଲ ଷ୍ଟାମ୍ପ ପେପର 20 ରୁପିସ ଆଟାଚ କରିକି ଦେବାକୁ ପଡିବ। କିନ୍ତୁ ଅନଲାଇନ ହେଲେ ତ ଆପଣଙ୍କର ଯାହା ଗଭର୍ଣ୍ଣମେଣ୍ଟ ତିଆରି କରିଛନ୍ତି ଅନଲାଇନ ପେମେଣ୍ଟ ପାଇଁ ଆପଣଙ୍କର ଇ ପେମେଣ୍ଟ ପାଇଁ 20 ରୁପିସ ଅଛି, 20 ରୁପିସ ଇ ପେମେଣ୍ଟ ଗେଟୱେ କରିଦେବେ। ତ ଏଇଟା ହେଲା ଆପଣଙ୍କର ଜଣେ ଆপিଲାଣ୍ଟ ଡିସାଗ୍ରି ହେଲେ ସେ ଫାଷ୍ଟ ଅପିଲ କରୁଛନ୍ତି। 7 ଯାହା କହୁଛି 7ର ଉପ ପଏଣ୍ଟ 1 କହୁଛି ଏବଂ 7ର ଉପ ପଏଣ୍ଟ 2 କଣ କହୁଛି ନା 2 କହୁଛି ଦି ମେମୋରାଣ୍ଡମ ଅଫ ଦ ଅପିଲ ସାଲ ବି ଆକମ୍ପାନିଡ ୱିଥ ଦି ସଚ୍ ଫି ଆଜ ସ୍ପେସିଫାଇଡ ଦ ସେଡ୍ୟୁଲ ହ୍ୱିଚ, ଯାହା ମୁଁ କହିଲି ଆପଣଙ୍କର କୋର୍ଟ ଫି ଷ୍ଟାମ୍ପ ଏବଂ ବର୍ତ୍ତମାନ ତାହା ଆ, ଆମେ ଯାହା ଦେଖୁଛୁ ଚିଠି ଅଛି ଡିପାର୍ଟମେଣ୍ଟର ୱେବସାଇଟରେ, ଯୋଉଟା କି ଆପଣଙ୍କର କୋର୍ଟ ଷ୍ଟାମ୍ପ ହିଁ ଚଳିବ, ତା ସହିତ ଆପଣଙ୍କର ଜୁଡିସିଆଲ ଷ୍ଟାମ୍ପ ପେପର ମଧ୍ୟ ଚଳିବ। ତେଣୁ ଜଣେ ଜୁଡିସିଆଲ ଷ୍ଟାମ୍ପ ପେପର ମଧ୍ୟ ଲଗେଇବେ। ଏଇଟା 2ରେ ଲିଖିତ ଅଛି, 7 ପଏଣ୍ଟ ନମ୍ବର 7ର ଉପ ପଏଣ୍ଟ 2ରେ। ତାପରେ 3ରେ କଣ ଲେଖା ଅଛି ନା ଯଦି ଆପଣଙ୍କର ଫାଷ୍ଟ ଆପ୍ଲେଟ ଅଥରିଟି ଯୋଉ ବର୍ଡିସନ ଦେଲେ ବା ବର୍ଡିକ୍ଟ ଦେଲେ, ଯୋଉ ଡିସିସନ ଦେଲେ, ସେ ଡିସିସନରେ ଯଦି ଫାଷ୍ଟ ଆপিଲାଣ୍ଟ ଡିସାଟିସ୍ଫାଏ ହେଲେ ବା ସାଟିସ୍ଫାଏ ହେଲେ ନାହିଁ, ତାହେଲେ ତାଙ୍କର ଆଉ ନେକ୍ସଟ ଷ୍ଟେଜ ଯୋଉଟା କି ଆମେ ତୃତୀୟ ଷ୍ଟେଜ ବୋଲି କହୁଛେ, ଯୋଉଟା କି ସେକେଣ୍ଡ ଅପିଲ କରିପାରିବେ ଓଡିଶା ଇନଫର୍ମେସନ କମିଶନଙ୍କ ପାଖରେ। ସେଇଟା ହେଲା ସେକ୍ସନ 19 ର ଉପସେକ୍ସନ 3 ପ୍ରକାରେ। ଫର୍ମ ଇ ଫାଷ୍ଟ ଅପିଲ ହେଲା ଫର୍ମ ଡି, ଆପ୍ଲିକେସନ ହେଲା ଫର୍ମ ଏ, ରାଇଟ। ତ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଫର୍ମ ଏ ରେ ଆପଣଙ୍କର କଣ ରହିବ, ଆଇଡି ପ୍ରୁଫ 10 ଟଙ୍କାର ଆପ୍ଲିକେସନ ଫିଜ୍, ଏଜ ୟୁଜୁଆଲ ଫିଜିକାଲ ହେଲେ ଫିଜିକାଲ ଯାହା ସିଷ୍ଟମ ଅଛି, ଅନଲାଇନ ହେଲେ ଅନଲାଇନ ଯାହା ଅଛି। ତାପରେ ଫାଷ୍ଟ ଅପିଲ ହେଲା ଆପଣଙ୍କର ଫର୍ମ ଡି, ଆପଣଙ୍କର କୋର୍ଟ ଷ୍ଟାମ୍ପ ଫି 20 ରୁପିସ ବା ଜୁଡିସିଆଲ ଷ୍ଟାମ୍ପ ପେପର 20 ରୁପିସ, ଅନଲାଇନ କଲେ 20 ରୁପିସ ଅନଲାଇନ। ତାପରେ ଆପଣଙ୍କର ସେକେଣ୍ଡ ଅପିଲ କଲେ ଆପଣଙ୍କର କୋର୍ଟ ଫି ଷ୍ଟାମ୍ପ 25 ରୁପିସ ର ବା ଆପଣଙ୍କର ଜୁଡିସିଆଲ ଷ୍ଟାମ୍ପ ପେପର 25 ରୁପିସ ର, ଯଦି ଫିଜିକାଲ ଦଉଛନ୍ତି ଫିଜିକାଲ ଦେବେ। ଏବଂ ଯଦି ଅନଲାଇନ କରୁଛନ୍ତି ଓଡିଶା ଇନଫର୍ମେସନ କମିଶନଙ୍କ ସାଇଟରେ ଆମେ ସେ ଆপিଲାଣ୍ଟ ହିସାବରେ 25 ରୁପିସ ର ଇ ପେମେଣ୍ଟ କରିପାରିବା। ଏଇଟା ପ୍ରାଧାନ୍ୟ ମାନେ ପ୍ରାବଧାନ ଅଛି ବା ପ୍ରୋଭିଜନ ଅଛି। ଏଇଟା ହଉଛି ଆରଟିଆଇ ରୁଲ 2005ର ପଏଣ୍ଟ ନମ୍ବର 7ର ଉପ ପଏଣ୍ଟ 1, 2, 3 ଏନଭିସେଜ କରୁଛି ବା ବୁଝଉଛି ବା କହେ। ତାପରେ ଆପଣଙ୍କର ତିନି ତିନି କଣ କହୁଛି, 3 ଗଲା। 4 କଣ କହୁଛି, ଦି ଦି ଆପିଲାଣ୍ଟ ପ୍ରିଫେୟାର ଅଣ୍ଡର ସେକ୍ସନ ଅଣ୍ଡର ସବ ରୁଲ 1 ଏବଂ 3 ଇଫ ନଟ ଆକମ୍ପାନିଡ ୱିଥ ଦ ରୁଲ, ଅର୍ଥାତ ଯଦି ଫାଷ୍ଟ ଆपिଲେଟ ଅଥରିଟିଙ୍କ ପାଖରେ ଜଣେ ଆपिଲାଣ୍ଟ ଅପିଲ କରୁଛନ୍ତି, ଫାଷ୍ଟ ଅପିଲ କରୁଛନ୍ତି ଫର୍ମ ଡି ରେ, ତାହେଲେ ଯଦି ଆପଣଙ୍କର କୋର୍ଟ ଫି ଷ୍ଟାମ୍ପ କିମ୍ବା ଜୁଡିସିଆଲ ଷ୍ଟାମ୍ପ ପେପର ଯଦି 20 ରୁପିସ ଯୋଡା ହେଇନି, ଫିଜିକାଲ ଯଦି ଦଉଛି ବା ଆପଣଙ୍କର ଅନଲାଇନ ଯଦି ଆମେ ଦଉଛେ, ତାହେଲେ ଆମେ ଯଦି ଇ ପେମେଣ୍ଟ କରିନାହୁଁ 20 ଟଙ୍କାର, ତାହେଲେ ସେଇ
ଅପିଲଟି କଣ ହବ? 7 ର 4 ପ୍ରକାରେ ରିଜେକ୍ଟ କରିବେ ଫାଷ୍ଟ ଆପିଲେଟ୍ ଅଥରିଟି। ଏଇଟା ଅଛି ରୁଲ। ତେଣୁ ଆମକୁ ସିଟିଜେନ ହିସାବରେ ଏତିକି ଜାଣିବା ଦରକାର, ଯେତେବେଳେ ଆମେ ଫାଷ୍ଟ ଅପିଲ କରୁଛୁ, ଯଦି ଇ ପେମେଣ୍ଟ କରୁଛୁ ଅନଲାଇନ କରୁଛୁ, ଇ ପେମେଣ୍ଟ 20 ରୁପିସ୍ କରିବାକୁ ପଡିବ। ଯଦି ଅଫଲାଇନ କରୁଛୁ ବା ଫିଜିକାଲ ଦଉଛୁ, ତାହେଲେ ଆମକୁ କଣ କରିବାକୁ ପଡିବ ନା, ତାହେଲେ ଆମକୁ କଣ ଜୁଡିସିଆଲ ଷ୍ଟାମ୍ପ ପେପର 20 ରୁପିସ୍ ଆଟାଚ କରିବାକୁ ପଡିବ, ଆଫିକ୍ସ କରିବାକୁ ପଡିବ। ନଚେତ ଆପଣ କୋର୍ଟ ଷ୍ଟାମ୍ପ ବି 20 ରୁପିସ୍ ଆଟାଚ କରିବାକୁ ପଡିବ। ଆଉ ଯୋଉମାନେ ବିପିଏଲ ଅଛନ୍ତି, ବିପିଏଲ ମାନଙ୍କ ପାଇଁ ଏଇଟା ଛାଡ ଅଟେ, ଅର୍ଥାତ କୌଣସି ଅପିଲ ଫିଜ୍ ଆବଶ୍ୟକ ନାହିଁ। ଯୋଉମାନେ ବିପିଏଲ କାଟାଗୋରୀରେ ଅଛନ୍ତି, ବିପିଏଲ କାଟାଗୋରୀର ଆପ୍ଲିକାଣ୍ଟ ବା ଆपिଲାଣ୍ଟ, ତ କିନ୍ତୁ ତାଙ୍କର ବିପିଏଲ କାର୍ଡଟି ଆଟାଚ କରିବେ। ଯୋଉ ବିପିଏଲ କାର୍ଡରେ ଲାଟେଷ୍ଟ ବିପିଏଲ କାର୍ଡରେ ତାଙ୍କ ନାଁଟି ଶୋ କରୁଥିବ। ରାଇଟ। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଯାହା ଅପିଲ କଲାବେଳେ, ଫାଷ୍ଟ ଅପିଲ କଲାବେଳେ ତାର ପ୍ରାବଧାନ। ତାପରେ 7ର ଉପ.5 କଣ କହୁଛି? ଏଭ୍ରି ଅର୍ଡର ଅଫ ଦ ଆପିଲେଟ ଅଥରିଟି ସାଲ୍ ବି କମ୍ୟୁନିକେଟେଡ ଟୁ ଦ ଆପିଲାଣ୍ଟ କନସର୍ନ ଆଣ୍ଡ ଦ ପବ୍ଲିକ ଇନଫର୍ମେସନ ଅଫିସର where such ଅପିଲ ଇଜ। ଅର୍ଥାତ କହିବାକୁ ଗଲେ, ଯେତେବେଳେ ଆପଣଙ୍କର ଅପିଲ ଜଣେ ପାଉଛନ୍ତି, ଏଇଟା ଫାଷ୍ଟ ଆପିଲେଟ ଅଥରିଟି ନିତାନ୍ତ ଜାଣିବା ଦରକାର। ସମସ୍ତ ଫାଷ୍ଟ ଆପିଲେଟ ମୁଁ ଅନୁରୋଧ କରି ଭଲରେ ଜାଣନ୍ତୁ ଯେ ବେଳେ ବେଳେ ଆମେ ଯେତେବେଳେ ସିଟିଜେନ ମାନେ ଅପିଲ କରୁଛୁ, ଆମକୁ ଡାକୁନାହାନ୍ତି, ନିଜେ ଅର୍ଡର ବାହାର କରିକି ଦଉଛନ୍ତି। ସେଟା ଠିକ ନୁହଁ। ରୁଲ ଯାହା କହୁଛି ଯେ ଉଁ, ଆପଣ କମ୍ୟୁନିକେଟ କରିବେ କାହାକୁ? ଆपिଲାଣ୍ଟକୁ। ଆପଣଙ୍କର ଅମୁକ ତାରିଖରେ, ଅମୁକ ଜାଗାରେ, ଅମୁକ ସମୟରେ ଅପିଲର ହିୟରିଂ ଅଛି, ଆପଣ ଅପିଲରେ ଆଟେଣ୍ଡ କରନ୍ତୁ। ଏବଂ ସେଇ ସମାନ ଜିନିଷଟି ପିଆଇଙ୍କୁ କହିବେ ଏବଂ ତାର ମେମୋରାଣ୍ଡମ ତିଆରି କରିକି ସେଠି ଉପସ୍ଥିତ ହେବା ପାଇଁ କହିବେ। ଏଇଟା କାହାର କାମ? ନା ଫାଷ୍ଟ ଆପିଲେଟ ଅଥରିଟିଙ୍କର କାମ। ଅପିଲ ଯେତେବେଳେ ଡିସ୍ପୋଜ ଅଫ୍ କରିବେ, ଏଇଟା ହଉଛି ତାଙ୍କର ପ୍ରଥମ କାମ। ତାପରେ ଏଇଟା ଗଲା 5। ଏଇଭଳି ଭାବରେ ଆପଣଙ୍କର କଣ ଅଛି ନା, ଆଉ ଗୋଟେ ଜିନିଷ ମୁଁ ଆପଣମାନଙ୍କ ସହିତ ସେୟାର କରିବାକୁ ଭୁଲିଗଲି, ଯୋଉଟା କି 3 7ର ରୁଲ 7 ଆରଟି ରୁଲ 2005ର ପଏଣ୍ଟ ନମ୍ବର 7ର ଉପରୁଲ 3 କଣ କହୁଛି ନା, ଆପଣଙ୍କର 15 ସେକ୍ସନ 15 ଉପସେକ୍ସନ 3 ପ୍ରକାରେ, ଯୋଉଟା ଚିଫ ଇନଫର୍ମେସନ କମିଶନ କିମ୍ବା ଷ୍ଟେଟ ଇନଫର୍ମେସନ କମିଶନ ଯେତେବେଳେ ଗଠନ କରାଯାଉଛି ବା ରେକମେଣ୍ଡ କରାଯାଉଛି, ସେଇ ସମୟରେ କଣ ଓଡିଶା ଗଭର୍ଣ୍ଣମେଣ୍ଟର ଆରଟିଆଇ ର ନୋଡାଲ ଡିପାର୍ଟମେଣ୍ଟର ଯିଏ ନୋଡାଲ ଅଫିସର ଅଛନ୍ତି, ଅର୍ଥାତ ବର୍ତ୍ତମାନ ଆମେ ୱେବସାଇଟରୁ ଦେଖିକି ଜାଣିପାରୁଛୁ ଯେ ଆଡିସନାଲ ଚିଫ ସେକ୍ରେଟାରୀ ସେ ଅଛନ୍ତି ଆପଣଙ୍କର ନୋଡାଲ ଅଫିସର। ସେ କଣ କରିବେ ନା, ମିଟିଂ ଡାକିବେ। ଏ ଯୋଉ ମିଟିଂ ରେ କି ଆପଣଙ୍କର ଚିଫ ଇନଫର୍ମେସନ କମିଶନଙ୍କର ନିଯୁକ୍ତି ପତ୍ର ଉପରେ ବା ଆପଣଙ୍କର ଇନଫର୍ମେସନ କମିଶନଙ୍କର ନିଯୁକ୍ତି ଉପରେ ରେକମେଣ୍ଡେସନ ଦେବା ପାଇଁ ସେ କନଭେ କରିବେ, ମିଟିଂ କନଭେ କରିବେ। କିଏ ନା, ସେକ୍ରେଟାରୀ ଅଫ ନୋଡାଲ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ ଓଡିଶାର ଯେ ଆରଟିଆଇ ର ଯେ ଆଇନ ଡିପାର୍ଟମେଣ୍ଟ। ବୁଝିପାରୁଛନ୍ତି? ତ ଏଇଟା ହଉଛି ପ୍ରକୃତ ପକ୍ଷେ କହିବାକୁ ଗଲେ ଆଇନ ଡିପାର୍ଟମେଣ୍ଟ ଯେ ନୋଡାଲ ଅଫିସର ବା ବର୍ତ୍ତମାନ ଅଛନ୍ତି ଆଡିସନାଲ ଚିଫ ସେକ୍ରେଟାରୀ, ସେ ନିଜେ ମିଟିଂ ଡାକିବେ। କଣ ପାଇଁ ନା, ଯଦି ଦରକାର ହୁଏ ଯେ ଆପଏଣ୍ଟମେଣ୍ଟ କରିବା ପାଇଁ ଚିଫ ଇନଫର୍ମେସନ କମିଶନର କିମ୍ବା ଇନଫର୍ମେସନ କମିଶନର ସେକ୍ସନ 15 ଉପସେକ୍ସନ 3 ପ୍ରକାରେ, ଯୋଉଟା କି ରେକମେଣ୍ଡ କରିବେ ଗଭର୍ଣ୍ଣମେଣ୍ଟକୁ ବା ଗଭର୍ଣ୍ଣମେଣ୍ଟ ରେକମେଣ୍ଡ କରିବେ, ସେଥିପାଇଁ ସେ କନଭେ କରିବେ ବା ମିଟିଂ ଡାକିବେ, ଆବାହକ କରିବେ। ଆବାହକ କହିବାକୁ ଗଲେ ନୋଡାଲ ଅଫିସର ଅଛନ୍ତି ଏଇ ଯୋଉ ଇନଫର୍ମେସନ କମିଶନ ଆପଏଣ୍ଟମେଣ୍ଟ ପାଇଁ ଯୋଉ ରେକମେଣ୍ଡେସନ ଯିବ ଗଭର୍ଣ୍ଣମେଣ୍ଟ ଅଫ ଓଡିଶାରୁ, ସେଥିପାଇଁ ସେ ହଉଛନ୍ତି ଆବାହକ କି ନୋଡାଲ ଅଫିସର। ଏଇଟା ହଉଛି ତମାମ ବିବରଣୀ ଯାହା ମୁଁ ଆପଣମାନଙ୍କ ସହିତ ଆଲୋଚନା କଲି। ପ୍ରଥମେ ଆଲୋଚନା କଲି ସେକ୍ସନ, ସରି କ୍ଷମା କରିବେ, ରୁଲ 6 ବିଷୟରେ ଆଲୋଚନା କଲି ଏବଂ ତାପରେ ଆପଣଙ୍କର ରୁଲ 7 ବିଷୟ ଆଲୋଚନା କଲି। 7ର 1 2 3 4 5 ଉପରେ ଆଲୋଚନା କଲି। ଏଥିରେ ମୁଁ ବିଶ୍ୱାସ କରୁଛି ଯେ ଆପଣମାନେ ସମସ୍ତେ ଦେଖିଥିବେ ଏବଂ ବୁଝିପାରିଥିବେ ଏବଂ ଏଇ ପ୍ରକାରେ ଆପଣମାନଙ୍କର ଅପିଲଟାକୁ ଆପଣମାନେ ଦାଖଲ କରିବେ ଫାଷ୍ଟ ଆପିଲେଟ ଅଥରିଟିଙ୍କ ପାଖରେ ଏବଂ ଅପିଲର ହିୟରିଂ ପାଇଲା ପରେ ଯଦି ଡିସାଟିସ୍ଫାଇ ଅଛନ୍ତି, ସେକେଣ୍ଡ ଆପିଲେଟ ଅଥରିଟି ଯୋଉଟା କି ଓଡିଶା ଇନଫର୍ମେସନ କମିଶନକୁ ଅପିଲ କରିବେ। ଏବଂ ଫାଷ୍ଟ ଆପିଲେଟ ଅଥରିଟିଙ୍କର କାମ ହେଲା ଯେ ନୋଟିସ ପଠେଇବା, ହିୟରିଂ କରିବା, ଅର୍ଡର କପି ଦେବା, ସମାନ ବିଷୟ ମଧ୍ୟ ଇଣ୍ଟିମେଟ କରିବା ପବ୍ଲିକ ଇନଫର୍ମେସନ ଅଫିସର, କନସର୍ନ ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ। ତ ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ଲାଇକ୍, ସେୟାର, ସବସ୍କ୍ରାଇବ କରିବେ ଏବଂ କମେଣ୍ଟ ଦେବାକୁ ଭୁଲିବେନି। ନମସ୍କାର।